ଶେଷ ପର୍ଯ୍ୟାୟରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଦେଶର କୋଣ ଅନୁକୋଣରେ ଉତ୍ସବ ମାହୋଲ। ଉତ୍ସବ ମୁଖର ସାରା ଦେଶର ଆଉ ଉତ୍ସାହିତ ପ୍ରତିଟି ରାମ ଭକ୍ତ। 50 କି 100 ବର୍ଷ ନୁହେଁ 500 ବର୍ଷ ପରେ ଭବ୍ୟ ଶ୍ରୀମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଶ୍ରୀରାମ। ଆଉ ଏହି ଅବସରରେ ରାମ ସୀତା ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଓ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପହଞ୍ଚିବା ପରେ ପରିବେଶ ଭକ୍ତିମୟ ହୋଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଲିକା କହିଛନ୍ତି, ଆମ ଭାବମୂର୍ତ୍ତି ଲୋକଙ୍କ ହୃଦୟରେ ଚାପି ହୋଇ ରହିଛି। ମୋତେ ଲାଗୁଛି ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମ ଜୀବନ ପବିତ୍ର ହୋଇଛି, ଲୋକମାନେ ବହୁତ ପ୍ରେମ ଦେଇଛନ୍ତି। ରାମାୟଣ ଚରିତ୍ରରେ ମଧ୍ୟ ସମାନ ପ୍ରେମ ଗ୍ରହଣ ପାଇବେ। ଆହୁରି ମଧ୍ୟ ଅରୁଣ ଗୋବିଲ କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିର ଏକ ଜାତୀୟ ମନ୍ଦିର ପରି ପ୍ରମାଣିତ ହେବ। ଗତ କିଛି ବର୍ଷ ମଧ୍ୟରେ ଦୁର୍ବଳ ହୋଇଥିବା ସଂସ୍କୃତି ବିଷୟରେ ସମଗ୍ର ବିଶ୍ୱ ଜାଣିବ, ଯାହା ଆମ ସଂସ୍କୃତିର ଐତିହ୍ୟ। ଏହି ମନ୍ଦିର ପ୍ରେରଣାର ଉତ୍ସ ହେବ। ଏହା ଆମର ବିଶ୍ୱାସ କେନ୍ଦ୍ର ଏବଂ ଆମର ଗର୍ବ ହେବ। ଏହା ଆମର ପରିଚୟ ହେବ। ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ କହିଛନ୍ତି, ମୁଁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଛି। ମୁଁ ବହୁତ ଭାଗ୍ୟବାନ। ଦେଶରେ ସୃଷ୍ଟି ହୋଇଥିବା ପରିବେଶ ଅତ୍ୟନ୍ତ ଧାର୍ମିକ ଏବଂ ଅତ୍ୟନ୍ତ ସକାରାତ୍ମକ ଅଟେ। ଏହି ବିଶ୍ୱକୁ ସେ ଏକ ସକାରାତ୍ମକ ଅନୁଭବ ଦେବ।